I am Udoy Bhons. Welcome to you to your favorite YouTube channel, Udoy Bhonzo's English or Learn English with Udoy Bhons. Today's topic is a story from class 8, and the name of this story is A Wise King. And I shall teach you this story in audio version. ତାହେଲେ ଏ ଷ୍ଟୋରିର ନାଁଟା ହେଉଛି ଏ ୱାଇଜ୍ କିଙ୍ଗ, ଜଣେ ବିଜ୍ଞ ରାଜା। ଆଗ ଆମେ ଯେକୌଣସି ବିଷୟ ପଢ଼ିବା ପୂର୍ବରୁ ଆଗ କେତେଗୁଡ଼ିଏ ସେକ୍ସନ୍ ପ୍ରତି ଧ୍ୟାନ ଦେବା। ସେକ୍ସନ୍ ଏରେ ଆଗେ ଦେଖିବା ଏମିତି କିଛି ୱାର୍ଡ଼ସ୍ ଅଛନ୍ତି କି ଯାହାର ପ୍ରୋନାଉନ୍ସିଏସନ୍ ଆମେ ଜାଣିନାହାନ୍ତି ବା ଭୁଲ ଜାଣିଛନ୍ତି। ତାହେଲେ ଏଇ ଗପଟି ପଢ଼ି ସାରିଲା ପରେ ମୁଁ ଭାବୁଛି ପ୍ରାୟ ପିଲାମାନେ ଗୋଟିଏ ୱାର୍ଡ଼କୁ ଭୁଲ ପଢ଼ିବେ। ମୁଁ ସେଥିପାଇଁ ତା'ର କରେକ୍ଟ ପ୍ରୋନାଉନ୍ସିଏସନ୍ କହୁଛି। ସେ ୱାର୍ଡ଼ଟା ହେଉଛି ୱିମେନ୍, WOMEN। ତାକୁ ପ୍ରାୟ ପିଲାମାନେ ଓମେନ୍ ପଢ଼ନ୍ତି, କିନ୍ତୁ ସେଟା ପ୍ରକୃତରେ ଓମେନ୍ ନୁହେଁ, ୱିମେନ୍। ଯେମିତି ଆମେ କହିପାରିବା ୱିମେନ୍ସ କଲେଜ, କିନ୍ତୁ ଓମେନ୍ସ କଲେଜ କହିପାରିବାନି। ଆଉ ଗୋଟେ ୱାର୍ଡ଼ ପିଲାମାନେ ହୁଏତ ଭୁଲ ପଢ଼ିପାରନ୍ତି, ସେଟା LIAR, ସେଟା ଲାୟର। ତାକୁ କିଏ ଲିୟର ପଢ଼ନ୍ତି, ସେମିତି ନାହିଁ, ତାକୁ ଲାୟର ପଢ଼ିବ। ଏ ଗଲା ସେକ୍ସନ୍ ଏ, ପ୍ରୋନାଉନ୍ସିଏସନ୍, ତାକୁ ଧ୍ୟାନ ଦେବା। ତାପରେ ଆସିଲା ସେକ୍ସନ୍ B, ଗ୍ଲୋସରୀ। ଗ୍ଲୋସରୀ ଅର୍ଥ ୱାର୍ଡ଼ସ୍ ଆଣ୍ଡ ନୋଟ୍ସ। ଯେହେତୁ ଏଟା ସହଜ ବିଷୟଟେ, ଏଥିରେ କିଛି ୱାର୍ଡ଼ସ୍ ଆଣ୍ଡ ନୋଟ୍ସ ବେଶୀ କିଛି ନାହିଁ, କେବଳ ଗୋଟେ ଦୁଇଟା ଖଣ୍ଡ ଅଛି। ପ୍ରଥମ ଆସିଲା ସୋଡ଼, ସୋଡ଼ ମାନେ ଖଣ୍ଡା। ତାପରେ ଆସିଲା ପନିଶ, ପନିଶ ମାନେ ଦଣ୍ଡ ଦେବା ବା ଶାସ୍ତି ଦେବା। ତାପରେ ଆସିଲା ଲାୟର, ଲାୟର ମାନେ ମିଛେଇ, ଏଠି ହେବ ମିଛେଇ। ଲାୟର ଅର୍ଥ ମିଛ କୁହାହବ, ମିଛୁଆ ହବ, କିନ୍ତୁ ଏଠି ଲାୟର ଅର୍ଥ ମିଛେଇ ହବ। ତାହେଲେ ବର୍ତ୍ତମାନ ପାଇଁ ଆରମ୍ଭ କରିବା ଗପଟି। ୱାନ୍ସ ଦେୟାର ୱାଜ ଏ କିଙ୍ଗ, ୱାନ୍ସ ମାନେ ଏକଦା, ଦେୟାର ୱାଜ ଏ କହିଲେ ଏଠି ଦେୟାର ବି ଷ୍ଟ୍ରକ୍ଚର ୟୁଜ୍ ହେଇଛି। ଦେୟାର ବି ଷ୍ଟ୍ରକ୍ଚରରେ ଦେୟାର ଅର୍ଥ ଆସେନି। ଦେୟାର ୱାଜ ଏ କିଙ୍ଗ ଅର୍ଥ ଜଣେ ରାଜା ଥିଲେ, ସେଠାରେ ଜଣେ ରାଜା ଥିଲେ କହିବା ନାହିଁ। ତାହେଲେ ୱାନ୍ସ ଦେୟାର ୱାଜ ଏ କିଙ୍ଗ ଅର୍ଥ ଏକଦା ଜଣେ ରାଜା ଥିଲେ। ହିଜ୍ ନେମ୍ ୱାଜ ବିକ୍ରମ, ତାଙ୍କ ନାଁ ବିକ୍ରମ ଥିଲା। ହି ୱାଜ ଏ ଭେରି ୱାଇଜ୍ କିଙ୍ଗ, ସେ ବହୁତ ଜ୍ଞାନୀ ରାଜା ଥିଲେ। ୱାନ୍ ଡେ, ଦିନେ, ଟୁ ୱିମେନ୍, ଦୁଇ ଜଣ ସ୍ତ୍ରୀ ଲୋକ, କେମ୍ ଟୁ ଦି କିଙ୍ଗ, ରାଜାଙ୍କ ପାଖକୁ ଆସିଥିଲେ। ସେ ଦୁଇ ଜଣ ସ୍ତ୍ରୀ ଲୋକ କିଏ କିଏ? ଜଣେ ସୀତା ଆଉ ଜଣେ ଲକ୍ଷ୍ମୀ। ସୀତା ଆଉ ଲକ୍ଷ୍ମୀ ଦେ ୱେଆର୍ ସିଷ୍ଟର୍ସ, ସେମାନେ ଦୁଇ ଜଣ ଭଉଣୀ ଥିଲେ। ଦେ ହାଡ୍ ଏ ବେବି ୱିଥ୍ ହିମ୍, ସେମାନେ ମଧ୍ୟ ତାଙ୍କ ସହିତ ଗୋଟେ ଶିଶୁକୁ ନେଇକରି ଆସିଥିଲେ। ଏଠି ବେବି କହିଲେ ଏଠି ମେଲ୍ ବେବିକୁ ବୁଝାଯାଏ। ଗୋଟେ ନବଜାତ ଛୁଆକୁ ନେଇକରି ଆସିଥିଲେ, ଅର୍ଥାତ୍ ଗୋଟେ ଶିଶୁକୁ ନେଇକରି ଆସିଥିଲେ। ପ୍ଲିଜ୍ ଲେଟ୍ ମି ହାଭ୍ ଦି ବେବିଜ୍, ସୀତା ସେଡ୍ ଟୁ ଦି କିଙ୍ଗ, ଆଇ ଆମ୍ ହିଜ୍ ମଦର। ସୀତା ରାଜାଙ୍କୁ କହିଲା, ଆଜ୍ଞା ଦୟାକରି ମୋତେ ଏହି ଶିଶୁଟିକୁ ଦେଇଦିଅନ୍ତୁ, ମୁଁ ତା ମା। No, I am his mother, said ଲକ୍ଷ୍ମୀ। ଲକ୍ଷ୍ମୀ କହିଲା, ନାଇଁ ନାଇଁ ଆଜ୍ଞା, ନାଇଁ ମୁଁ ଆଜ୍ଞା ତା ମା। ପ୍ଲିଜ୍ ଗିଭ୍ ହିମ୍ ଟୁ ମି, ଦୟାକରି ତାକୁ ମୋତେ ଦେଇଦିଅନ୍ତୁ। କିଙ୍ଗ ବିକ୍ରମ ଥଟ୍ ଫର୍ ଏ ମିନିଟ୍, ଦୁଇ ଜଣଙ୍କ କଥା ଶୁଣିକରି ରାଜା ବିକ୍ରମ କିଛି ଫର୍ ଏ ମିନିଟ୍ କହିଲେ, ଫର୍ ଏ ହ୍ୱାଇଲ୍, କିଛି କ୍ଷଣ ପାଇଁ, କିଛି ସମୟ ପାଇଁ। ରାଜା ବିକ୍ରମ ସୀତା ଓ ଲକ୍ଷ୍ମୀର କଥା ଶୁଣିକରି କିଛି କ୍ଷଣ ପାଇଁ ଭାବିଲେ। ଆରେ ସୀତା କହୁଛି ତା ପୁଅ, ଲକ୍ଷ୍ମୀ କହୁଛି ତା ପୁଅ, ତାହେଲେ ଇଏ କାହା ପୁଅ? କିଛି ସମୟ ଭାବିଲେ। ଦେନ୍ ହି ସେଡ୍ ଟୁ ଦି ସର୍ଭ୍ୟାଣ୍ଟ, ତାପରେ ସେ କ'ଣ କଲେ? ଜଣେ ସର୍ଭ୍ୟାଣ୍ଟକୁ କହିଲେ। ସର୍ଭ୍ୟାଣ୍ଟ କହିଲେ ସେବକ, ସର୍ଭ୍ୟାଣ୍ଟ କହିଲେ ଚାକର ବାକର। ଯେମିତି ଆମେ ସମସ୍ତେ ଜାଣିଛନ୍ତି, ଅର୍ଜୁନ ଫିଲ୍ମ ଦେଖିଥିବା, ଓଡ଼ିଆ ଅର୍ଜୁନ ଫିଲ୍ମ, ସେଥିରେ ଯେମିତି ଚାକର ବାକର ସବୁ ଥିଲେ, ହାଡ଼ୁ, କାଳୁ, ମାନୁ, ଫୁଫା, ସେଇଭଳି ଭାବରେ। ତେଣୁ ତାଙ୍କର ବି ଜଣେ ଚାକର
ଥିଲେ ଚାକର ତ ବହୁତ ଥିଲେ। ଜଣେ ଚାକରକୁ ସେ କହିଲେ, ଜଣେ ସେବକକୁ କହିଲେ, ଜଣେ ସର୍ଭେଣ୍ଟକୁ କହିଲେ। ରାଜା କହିଲେ ବ୍ରିଙ୍ଗ ମି ଦି ସୋର୍ଡ, ଆରେ ମୋ ଖଣ୍ଡାଟା ଆଣିଲ। ଦି ମ୍ୟାନ୍ ବ୍ରଟ୍ ଏ ସୋର୍ଡ, ଲୋକଟି ଖଣ୍ଡାଟିଏ ଆଣିଲା। ଲୋକଟି ମାନେ ସର୍ଭେଣ୍ଟ, ସେ ସର୍ଭେଣ୍ଟ ଜଣକ ଖଣ୍ଡାଟିଏ ଆଣିଲେ। ତାପରେ ଖଣ୍ଡାକୁ ଧରିକି ରାଜା ପଚାରିଲେ ହୁଜ୍ ବେବି ଇଜ୍ ଦିସ୍? ଦି କିଙ୍ଗ ଆସ୍କଡ ଡୁ ୟୁ ମିନ୍? ସେ ଦୁଇ ଜଣ ସ୍ତ୍ରୀ ଲୋକଙ୍କୁ ରାଜା ପଚାରିଲେ, କହିଲ ଏବେ ଏ ପୁଅଟା କାହାର ବା ଏ ଶିଶୁଟା କାହାର? ସେଡ୍ ସୀତା ଇଜ୍ ମାଇ ବେବି। ସୀତା କହିଲା ଆଜ୍ଞା ସେ ବା ମୋ ପୁଅ। ସେଡ୍ ଲକ୍ଷ୍ମୀ ଇଜ୍ ମାଇ ବେବି। ଲକ୍ଷ୍ମୀ ବି କହିଲା ଆଜ୍ଞା ସେ ବା ମୋ ପୁଅ। ରାଜା କହିଲେ ଠିକ୍ ଅଛି, ଭଲ କଥା, ତାହେଲେ ଉଭୟ କହୁଛ ଏ ପୁଅଟା ତୁମ ଦୁଇ ଜଣଙ୍କର, ଭଲ କଥା। ତାହେଲେ ମୂଳ ମାରିଲେ ଜୀବ ସରି, ଦେବଙ୍କ ସଙ୍ଗେ କି ପାକଳି। ତ ରାଜା କ'ଣ କଲେ? କହିଲେ କଟ୍ ଦି ବେବି ଇନଟୁ ଟୁ। କହିଲେ ଶିଶୁଟିକୁ ଦୁଇ ଭାଗ କାଟି କରି ଦୁଇ ଭାଗ କରିଦିଅ, ଦୁଇ ଖଣ୍ଡ କରିଦିଅ। ଗିଭ୍ ୱାନ୍ ହାଫ୍ ଟୁ ସୀତା, ଗୋଟେ ଭାଗ ସୀତାକୁ ଦେଇଦିଅ। ଦି ଅଦର ହାଫ୍ ଟୁ ଲକ୍ଷ୍ମୀ, ଆର ଭାଗଟିକୁ ଲକ୍ଷ୍ମୀକୁ ଦେଇଦିଅ। ଯେମିତି ଆମର ଗୋଟେ ଆଡ଼ଭର୍ଟାଇଜ ଅଛି ବ୍ରିଟାନିଆ ବିସ୍କୁଟ ତରଫରୁ, ବ୍ରିଟାନିଆ 50-50 ଭେରି ଭେରି ଟେଷ୍ଟି ଟେଷ୍ଟି। ରାଜା ସେଇ ରାୟରେ କହିଲେ ତାହେଲେ ଦୁଇ ଜଣକୁ ଅଧା ଅଧା କରିକି ଦେଇଦିଅ। ସଡେନଲି ସୀତା ବିଗାନ୍ ଟୁ କ୍ରାଏ, ସଡେନଲି ସୀତା ବିଗାନ୍ ଟୁ କ୍ରାଏ। ଏ ନିଷ୍ପତ୍ତି ଶୁଣିକରି ହଠାତ୍ ସୀତା କାନ୍ଦିବାକୁ ଲାଗିଲା। ପ୍ଲିଜ୍ ଡୁ ନଟ୍ କିଲ୍ ଦି ବେବି। କହିଲା ଆଜ୍ଞା ମଣିମା ପିଲାଟିକୁ ମାରନି। ସେ କହିଲା ଗିଭ୍ ହିମ୍ ଟୁ ଲକ୍ଷ୍ମୀ। କହିଲା ଆଜ୍ଞା ଯଦି ଲକ୍ଷ୍ମୀ କହୁଛି ଏ ପିଲାଟା ତାହାର ବୋଲି, ତାକୁ ବରଂ ଦେଇ ଦିଅନ୍ତୁ, ବଟ୍ ଲେଟ୍ ହିମ୍ ଲିଭ୍, କିନ୍ତୁ ସେ ପିଲାଟାକୁ ବଞ୍ଚିବାକୁ ଦିଅନ୍ତୁ। ଦି କିଙ୍ଗସ୍ ବଟ୍ ଲେଟ୍ ହିମ୍ ଲିଭ୍, ତାକୁ ବଞ୍ଚିବାକୁ ଦିଅନ୍ତୁ। ଗିଭ୍ ଦି ବେବି ଟୁ ସୀତା, ଦି କିଙ୍ଗ ସେଡ୍ ସି ଇଜ୍ ହିଜ୍ ମଦର। ରାଜା ବର୍ତ୍ତମାନ ଜାଣିଗଲେ କିଏ ତା ମା। ରାଜା ସଙ୍ଗେ ସଙ୍ଗେ ଆଦେଶ ଦେଲେ, ସଙ୍ଗେ ସଙ୍ଗେ କହିଲେ ସେ ଶିଶୁଟିକୁ ସୀତାକୁ ଦେଇଦିଅ, କାରଣ ସେ ତାର ପ୍ରକୃତ ମା। ଦି କିଙ୍ଗ ସେଡ୍ ଟୁ ଲକ୍ଷ୍ମୀ, ତାପରେ ଏତିକି ସୀତାକୁ ଦିଆଗଲା ଶିଶୁଟିକୁ। ତାପରେ ବର୍ତ୍ତମାନ ପାଇଁ ରାଜା ଲକ୍ଷ୍ମୀକୁ କହିଲେ ୟୁ ଆର୍ ଏ ଲାୟର, ତୁ ମିଛେଇ, ଆଇ ୱିଲ୍ ପନିଶ ୟୁ, ତତେ ମୁଁ ଦଣ୍ଡ ଦେବି। ସାର୍ ସେଡ୍ ସୀତା, ସୀତା କହିଲା ସାର୍ ମହାଶୟ ଡୁ ନଟ୍ ପନିଶ ମାଇ ସିଷ୍ଟର, ମୋ ଭଉଣୀକୁ ଦଣ୍ଡ ଦିଅନି। ଦି କିଙ୍ଗ ଡିଡ୍ ନଟ୍ ପନିଶ ଲକ୍ଷ୍ମୀ। ତାହେଲେ ସୀତାର ଏ କଥା ଶୁଣିକରି ରାଜାଙ୍କ ମନରେ ଦୟା ଆସିଲା। ରାଜା ମଧ୍ୟ ଲକ୍ଷ୍ମୀକୁ ଦଣ୍ଡ ଦେଲେ ନାହିଁ। ଦି ଟୁ ୱିମେନ୍ ୱେଣ୍ଟ ଆୱେ ହାପିଲି। ଦୁଇ ଜଣ ଯାକ ଭଉଣୀ, ଟୁ ୱିମେନ୍ କହିଲେ ଟୁ ସିଷ୍ଟର୍ସ, ଦୁଇ ଜଣ ଯାକ ଭଉଣୀ ଘରକୁ ଖୁସିରେ ଫେରି ଆସିଲେ। ଇଫ୍ ଦିସ୍ ଚ୍ୟାନେଲ୍ ଇଜ୍ ଅର୍ ୱିଲ୍ ବି ୟୁଜଫୁଲ୍ ଟୁ ୟୁ, please like, share, comment and subscribe it. Thank you.